ସମସ୍ତଙ୍କୁ ପ୍ରେଜ୍ ହେଲା। ଗୋଟେ ବାକ୍ୟକୁ ନେଇକି ମୁଁ ଯେତେବେଳେ ଗୋଟେ ଚିନ୍ତା କଲି, ସେ ବାକ୍ୟରେ ମୁଁ ବହୁତ ଜିନିଷ ପାଇଲି। ଆଉ ସେ ବାକ୍ୟ ହେଲା, ଜୀବିତ ପରମେଶ୍ୱରଙ୍କ ହସ୍ତରେ ପଡ଼ିବା ଭୟଙ୍କର ବିଷୟ ଅଟେ। ତେବେ ଜୀବିତ ପରମେଶ୍ୱରଙ୍କ ହସ୍ତରେ ପଡ଼ିବା ଭୟଙ୍କର କାହିଁକି କୁହାଗଲା? ଏ ବିଷୟରେ ମୁଁ ଚିନ୍ତା କଲି ଆଉ କିଛି ବିଷୟ ମୁଁ ପାଇଲି, ଯାହାକି ଆପଣମାନଙ୍କ ନିକଟରେ ପ୍ରକାଶ କରୁଅଛି। ଭୟଙ୍କର ଏଥିପାଇଁ ଯେ ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କର ହସ୍ତରେ ପଡ଼ିଯିବ, ତାର ଜୀବନ ପରିବର୍ତ୍ତନ ହେଇଯିବ। ତାର ଜୀବନ ସମସ୍ତଙ୍କ ଠାରୁ ଭିନ୍ନ ହେଇଯିବ। ସେ ଅଭିଳାଷରେ ଆଉ ରହିବ ନାହିଁ। ଭୟଙ୍କର ଏଥିପାଇଁ ତା ଜୀବନରେ ସମସ୍ତ ପାପକୁ ପରମେଶ୍ୱରଙ୍କ ନିକଟରେ ସମର୍ପଣ କରିବ। ଭୟଙ୍କର ଏଥିପାଇଁ ଯେ ସେ କେଉଁ ରାସ୍ତାରୁ ଫେରି ଆସିବ। ଭୟଙ୍କର ଏଥିପାଇଁ ଯେ ସେ ଯେକୌଣସି ଗୁପ୍ତ ପାପ କଲେ ମଧ୍ୟ ପରମେଶ୍ୱର ତାକୁ କ୍ଷମା ଦେବେ। ଭୟଙ୍କର ଏଥିପାଇଁ ସେ ସଦାସର୍ବଦା ବିବେଚନାର ଆତ୍ମା ପାଇବ। ଭୟଙ୍କର ଏଥିପାଇଁ ତା ଜୀବନରେ ସଦାସର୍ବଦା ପ୍ରଭୁଙ୍କ ପାଇଁ ଆତୁର ହେବ। ଭୟଙ୍କର ଏଥିପାଇଁ ତାର ଜୀବନକୁ ପରମେଶ୍ୱର ସଦାସର୍ବଦା ନିରୀକ୍ଷଣ କରିବେ। ଭୟଙ୍କର ଏଥିପାଇଁ ତାର ପ୍ରାର୍ଥନା ପ୍ରଭୁଙ୍କ ନିକଟରେ ଗ୍ରହଣ ଯୋଗ୍ୟ ହେବ। ଭୟଙ୍କର ଏଥିପାଇଁ ପରମେଶ୍ୱରଙ୍କର କାର୍ଯ୍ୟକୁ ସେ ଦେଖିପାରିବ। ଭୟଙ୍କର ଏଥିପାଇଁ ଶୈତାନର କାର୍ଯ୍ୟ ସହିତ ସେ ଟକ୍କର ଦେଇପାରିବ। ଭୟଙ୍କର ଏଥିପାଇଁ ପରମେଶ୍ୱରଙ୍କ ଠାରୁ ଶକ୍ତି ପ୍ରାପ୍ତ ହେଇପାରିବ। ଭୟଙ୍କର ଏଥିପାଇଁ ଅସମ୍ଭବ ବିଷୟ ଗୁଡ଼ାକ ସେ ସାଧିତ କରିପାରିବ। ଭୟଙ୍କର ଏଥିପାଇଁ ତାର ଜୀବନ ଅନନ୍ତ କାଳ ପର୍ଯ୍ୟନ୍ତ ସ୍ୱର୍ଗ ନିମନ୍ତେ ବ୍ୟବହାର ହେବ। ଏଥିପାଇଁ ଭୟଙ୍କର ଅଟେ। ତେଣୁକରି ତାଙ୍କୁ ପବିତ୍ର ଆତ୍ମା ଦିଆଯିବ। ଆଉ ସେ ସଦାସର୍ବଦା ନିଜକୁ ସମର୍ପଣ କରି ବିବେଚନା କରିପାରିବ ଯେ କେଉଁ ରାସ୍ତାରେ ଅଛି, କେଉଁ ରାସ୍ତାରେ ନାହିଁ, କାହା ନିକଟକୁ ଯିବା ଆବଶ୍ୟକ, କେଉଁ ସ୍ଥାନକୁ ଯିବା ଆବଶ୍ୟକ, ସେ ଜାଣିପାରିବ। ଭୟଙ୍କର ଏଥିପାଇଁ ଅନେକ ଗୁଡ଼ାଏ ବିଷୟ ରହିଛି ତା ଜୀବନରେ ସୁଧାର ଆସିବ। ଭୟଙ୍କର ଏଥିପାଇଁ ତା ଜୀବନରେ ଆଉ ପାପ କରିବ ନାହିଁ। ଭୟଙ୍କର ଏଥିପାଇଁ ତା ଜୀବନରେ ପାପ କରିବା ପାଇଁ ସେ ଭୟ କରିବ, ଥରହର ହେବ। ଭୟଙ୍କର ଏଥିପାଇଁ ସେ ପରମେଶ୍ୱରଙ୍କ ଠାରେ ନିର୍ଭର ରଖିବ। ଭୟଙ୍କର ଏଥିପାଇଁ ପରମେଶ୍ୱରଙ୍କ ଠାରେ ସେ ବିଶ୍ୱାସ କରିବ। ଭୟଙ୍କର ଏଥିପାଇଁ ନିଜ ଜୀବନକୁ ପରମେଶ୍ୱରଙ୍କ ପାଇଁ ଉତ୍ସର୍ଗୀକୃତ କରିବ। ତେଣୁ ଆପଣମାନେ ପରମେଶ୍ୱରଙ୍କ ହସ୍ତରେ ପଡ଼ିଛନ୍ତି କି ନାହିଁ, ନିଜେ ପରୀକ୍ଷା କରନ୍ତୁ। ଯଦି ଆପଣମାନେ ପରମେଶ୍ୱରଙ୍କ ହସ୍ତରେ ପଡ଼ିଛନ୍ତି, ତାହେଲେ ଆପଣମାନେ ଧନ୍ୟ ବ୍ୟକ୍ତି ଅଟନ୍ତି ଯେ ପରମେଶ୍ୱର ଆପଣମାନଙ୍କୁ ଗ୍ରହଣ କରିଅଛନ୍ତି। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।